ଆମେ ସବୁବେଳେ ବାହାରୁ କିଣିକି ଖାଉ ଆଳୁଚପ। ଚାଲନ୍ତୁ ଆଜି ଘରେ ବନେଇବା। ସେଥିପାଇଁ ଆଳୁ କିଛି ସିଝେଇଦେବା, ଚୋପା ବାହାର କରି ତାକୁ ଟିକେ ହାତରେ ଚକୁଡ଼ି ଦେବା। ବେଶୀ ଚିକଣ କରି ଚକୁଡ଼ା, ଟିକେ ଫଳଫଳୁଆ ରଖିବା। କଡ଼େଇ ଗୋଟେ ଗ୍ୟାସ୍ ଦେହରେ ବସେଇ ତେଲ ଦେଇ ଫୁଟଣ ଦେଇ ଦେବା କଞ୍ଚା ଲଙ୍କା, ଭୃଷୁଙ୍ଗା ପତ୍ର, ପିଆଜ, ତାପରେ ଦେଇଦେବା ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ। ତାକୁ ଭଲ ଭାବେ ମିଶେଇ ଦେଇଦେବା ଆଳୁକୁ। ଆଳୁ ଟିକେ ଭଲ ଭାବେ ମିଶେଇ ଦେଇ ପକେଇଦେବା ଧନିଆ ପତ୍ର। ତାକୁ ଥଣ୍ଡା କରି ଗୋଲ ଗୋଲ କରିଦେବା। ତାପରେ ନେଇଯିବା କିଛି ବେସନ, ତା ଦେହରେ ଦେବା ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, କିଛି ଜୁଆଣିକୁ ହାତରେ କ୍ରସ୍ କରି ପକେଇଦେବା। ତାପରେ ନେବା ଖାଇବା ସୋଡ଼ା, ଅଳ୍ପ ଅଳ୍ପ ପାଣି ଦେଇ ତାକୁ ଘାଣ୍ଟିଦେବା। ବେଶୀ ପତଳା ଆଣ କରିବାନି, ଏଇଭଳିଆ ଏତିକି ମୋଟା ଆଣ ରଖି ତା ଦେହରେ ଯେଉଁ ଆମେ ଆଳୁକୁ ଗୁଳା କରି ରଖିଥିଲେ ସେଇ ଗୁଳା ଗୁଡ଼ିକୁ ତାକୁ ବୁଡ଼େଇ ବୁଡ଼େଇ ତେଲ ଗରମ କରିକି ତା ଦେହରେ ଛାଣିବା। ତାକୁ ସୁନ୍ଦରରେ ପୁରା ଛାଣିବା, ପାଖରେ ଜଗି ରଖିକି ଟିକେ ସ୍ଲୋ ଆଞ୍ଚ କରିକି ଛାଣିବା। ବେଶୀ ହାଇ ଆଞ୍ଚ ଦେବାନି, ପୋଡ଼ିଯିବ ବାହାରଟା। ଆଉ ଏଇ ଯେଉଁ ଚଟଣିଟା କରିଛି ମୁଁ ପର ଭିଡ଼ିଓରେ ଦେବି। ଏଇ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ କହିବେ।